ସବୁଠୁ ଭଲ ଚୁପ୍। ଗୋଟି ଜଙ୍ଗଲ ଥିଲା। ସେଠାରେ ଅନେକ ଜୀବଜନ୍ତୁ ରହୁଥିଲେ। ଦିନେ ଜଙ୍ଗଲରେ ଗୋଟେ ଚହଳ ପଡ଼ିଲା। କ'ଣ ସେ ଚହଳ? ଥରେ ବାଘକୁ କିଏ କହିଲା ଯେ ତା'ର ପାଟି ବହୁତ ଗନ୍ଧ ହେଉଛି। ବାଘ ଏଥିରେ ବହୁତ ରାଗିଗଲା। ତାପରେ ସେ ବାଘ ମେଣ୍ଢାକୁ ଡାକି ପଚାରିଲା, ତୁ କହିଲୁ ମୋର ପାଟି କ'ଣ ଗନ୍ଧ ହେଉଛି? ମେଣ୍ଢା ଭାବିଲା ବାଘ ବୋଧେ ପ୍ରକୃତରେ ସତ କଥା ହିଁ ଜାଣିବାକୁ ଚାହୁଁଛି। ତେଣୁ ସେ ମେଣ୍ଢା ବାଘର ପାଟି ଶୁଙ୍ଘିକରି ସତ କଥା କହିଲା, ହଁ ଗନ୍ଧ ହେଉଛି। ବାଘ ଏଥିରେ ରାଗିଯାଇ ସେ ମେଣ୍ଢାକୁ ମାରିଦେଲା। ତାପରେ ବାଘ ଛେଳିକୁ ଡାକି ପଚାରିଲା। ହେଲେ ଛେଳି ବାଘକୁ ଖୁସି କରିବାକୁ ଯାଇ କହିଲା, ନା ଗନ୍ଧ ତ ମୋଟେ ହେଉନାହିଁ। ପ୍ରକୃତରେ ମୁହଁ ଆପଣଙ୍କର ତ ଖାଲି ବାସୁଛି। କିନ୍ତୁ ବାଘ ଠିକ୍ ଜାଣିପାରିଲା ଯେ ଛେଳି ତାକୁ ଖୁସି କରିବାକୁ ଖୋସାମତି କରୁଛି। ତେଣୁ ସେ ବାଘ ଛେଳିକୁ ମଧ୍ୟ ମାରିଦେଲା। ଏହିପରି ଭାବେ ବାଘ ସମସ୍ତଙ୍କୁ ମାରି ଚାଲିଲା। ଦିନକର ଘଟଣା। ସେ ବାଘ ବିଲୁଆକୁ ଡାକି ପଚାରିଲା, ବିଲୁଆ ମୋ ପାଟି ଗନ୍ଧ ହେଉଛି? ବିଲୁଆ ଦେଖିଲା ମେଣ୍ଢା ଓ ଛେଳି ତ ମରି ପଡ଼ିଛନ୍ତି। ସେ ଏଥିରେ ବିପଦ ଅଛି ବୋଲି ଜାଣିପାରି କହିଲା, ମୋତେ ତ ବହୁତ ଥଣ୍ଡା ଧରିଛି। ତେଣୁ ମୋର ନାକ ବନ୍ଦ। ଫଳରେ ମୁଁ କିଛି ବି ଜାଣିପାରୁନାହିଁ। ଆପଣଙ୍କ ମୁହଁ ଗନ୍ଧ ହେଉଛି କି ନାହିଁ। ଏହା କହିବା ପରେ ବାଘ ବିଲୁଆର କିଛି ବି କଲା ନାହିଁ। ଆଉ ବିଲୁଆ ବଞ୍ଚିଗଲା। ସମୟ ଦେଖି ବେଳେବେଳେ ଚୁପ୍ ରହିବାଟା ହିଁ ସବୁଠୁ ଭଲ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।